ଆପଣ ମାନେ ତ ଜାଣିଥିବେ ମଣିଷ ଉପରେ ହଉ କି ପଶୁ ଉପରେ ଯଦି ଗରମ ପାଣି କାହା ଉପରେ ବି ପଡେ ସେ କୋଉ ଭଳିଆ ଚିତ୍କାର କରେ କୋଉ ଭଳିଆ କଷ୍ଟ ହୁଏ। କିନ୍ତୁ ଆଜି ମୁଁ ଗୋଟେ ଜିନିଷ ଦେଖେଇବି ଯୋଉଥିରେ ଆପଣ ମାନେ ଦେଖିବେ କି ଭୂତ ଉପରେ ବି ଗରମ ପାଣି ପଡିଲେ ନା ଭୂତକୁ ସେମ୍ ଫିଲିଙ୍ଗ ଆଉ ସେ ସେମ୍ ଚିତ୍କାର କରେ। ଆଜି ଯୋଉ ଭିଡ଼ିଓଟା ଆପଣମାନେ ଦେଖିବେ ସେଥିରେ ଗୋଟେ ଲୋକଟା ଆକ୍ଚୁଆଲି ନ୍ୟୁ ସିଫ୍ଟ ହେଇଥିଲା ଗୋଟେ ଘରକୁ। ତ ସେ ସିଫ୍ଟ ହେଲା ପରେ କିଛି ଦିନ ଯାଇଛି ତ ତା ପଛପଟୁ ଘର ପଛପଟୁ ସବୁଦିନ ରାତିରେ ସାଉଣ୍ଡ ଆସେ ବଟ୍ ସେ ଖାଲି ଆଖିରେ କିଛି ବି ଦେଖାଯାଏନି। ତ ଗୋଟେ ଦିନ ରାତିରେ କଣ ହେଇଛି ନା ସାଉଣ୍ଡ ଆସେ ସେମିତି। ତ ଇଏ କଣ କରୁছে ଗରମ ପାଣି କରିକି ନେଇଛି ଯେତେବେଳେ ତା ଗରମ ପାଣିରୁ ଧୂଆଁ ବାହାରିଛି ନା ସେ ଧୂଆଁରେ ସେ ଭୂତ ଦେହ ଯେତେବେଳେ ବାଜିଛି ତ ଭୂତ ଜଣା ପଡୁଛି। ତ ଇଏ କଣ କରୁଛି ନା ସେ ଗରମ ପାଣିଟାକୁ ସେ ଭୂତ ଉପରକୁ ଢାଳି ଦେଇଛି। ତ ଢାଳିଲା ପରେ ଯୋଉ ରେଟ୍ରେ ଚିତ୍କାର କରୁଛି ନା ଆପଣମାନେ ଦେଖିବା ସକ୍ ହେଇଯିବେ। ପୁରା ଭିଡ଼ିଓଟା ଦେଖୁଛେ ପୁରା ଭିଡ଼ିଓଟା ଆପଣମାନେ ଦେଖନ୍ତୁ ମତେ କମେଣ୍ଟ ବକ୍ସରେ କହିବେ କି ଏଇଟା କ'ଣ ସତ।